ଦେଖନ୍ତୁ ଆମର ଏ ହଉଛି ଦେବଦେବ ମହାଦେବ ବାବା ବିଶ୍ୱନାଥଙ୍କ ପୀଠ। ଏ ଠାକୁର ପୁରୀ ଜିଲ୍ଲା କଣାସ ବ୍ଲକ ବଡାଲ ପଞ୍ଚାୟତର ଖୁଣ୍ଟିଆପୁର ଗ୍ରାମରେ ଅବସ୍ଥିତ। ମହାଦେବ ବାବା ବିଶ୍ୱନାଥ ବିଶ୍ୱର ନାଥ ବିଶ୍ୱନାଥ ଏ ପାତାଳ ଭିକା ଠାକୁର। ଏ ପାତାଳ ଭିକାର କାହାଣୀ ଯଦି ବଖାଣିବେ ତାହା ବି ସରିବ ନାହିଁ। ତେଣୁ ଆଜି ଏ ଦେବଦେବ ମହାଦେବ ବାବା ବିଶ୍ୱନାଥଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ଯଜ୍ଞ ଚାଲିଛି। ଏହା ଆଜି 42ତମ ବର୍ଷରେ ପଦାର୍ପଣ କରିଛି। ଏହି ଯଜ୍ଞକୁ ଗ୍ରାମର ଆମର ମହାପୁରୁଷ ମାନେ ଆରମ୍ଭ କରିଥିଲେ। ଆଜି ଯୁବକ ମାନେ ସେହି ଗାଁର ଯୋଉ ମହାପୁରୁଷ ମାନେ ପିତୃଗଣ ମାନେ ଏମାନେ ଯୋଉ ନୀତି ପରମ୍ପରାରେ ଚଳେଇ ଆସୁଥିଲେ, ଆଜି ଯୁବକ ମାନେ ସେଥିରେ ମଧ୍ୟ ବି ଭାବ ବିହଳ ହୋଇ ସୁନ୍ଦର ଭାବରେ ଏହି କାର୍ଯ୍ୟକ୍ରମକୁ ଚଳାଉଛନ୍ତି। ଆଜି ଦେଖନ୍ତୁ ଆମର କଳସ ଯାତ୍ରା ହେଲା। ଏ ଅଞ୍ଚଳରୁ ବହୁ ସଂଖ୍ୟାରେ ମହିଳା ଯୁବକ ବୃଦ୍ଧ ଆସିକିରି ଏ ଜାଗାରେ କଳସ ଯାତ୍ରାରେ ସାମିଲ ହେଇଥିଲେ। ଆଜି ଷଷ୍ଠ ଦିନରେ ପଦାର୍ପଣ ଯଜ୍ଞର ଆଜି ଅନ୍ତିମ ଦିନ, ପୂର୍ଣ୍ଣାହୁତି ଦିନ। ଆଜି ଏହି ଅବସରରେ ଗାଁର ଯୁବକ ମହିଳା ଯୁବତୀ ମାନେ ଏ ଅଞ୍ଚଳରୁ ମଧ୍ୟ ଯୁବକ ଯୁବତୀ ମାନେ ଏବଂ ଶ୍ରଦ୍ଧାଳୁ ମାନେ ବି ମଧ୍ୟ ଆସିକି ଏ କାମରେ ସହଯୋଗ କରୁଛନ୍ତି। ଆଜି ଏ ଯଜ୍ଞର ଏ ପୂର୍ଣ୍ଣାହୁତିର ଅନ୍ତିମ ପର୍ଯ୍ୟାୟରେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ବି କରାଯାଇଛି ମନ୍ଦିର ଯୁବ କମିଟି ତରଫରୁ। এই ପ୍ରସାଦ ସେବନ କରିବା ପାଇଁ ଯୋଉ ସମୟ ଆବଶ୍ୟକ, ଯୋଉ କାମ ଆବଶ୍ୟକ, ଏ ଅଞ୍ଚଳରୁ ମଧ୍ୟ ବି ଶ୍ରଦ୍ଧାଳୁ ସହିତ ଭକ୍ତ ମାନେ ମଧ୍ୟ ବି ଆସିକି କରୁଛନ୍ତି। ଖୁଣ୍ଟିଆପୁର ଗାଁର ଯୁବକ ମାନେ ଏତେ ସୁନ୍ଦର ଭାବରେ ଏତେ ଶୃଙ୍ଖଳିତ ଭାବରେ ଏ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଚଳାଇ ନେଉଛନ୍ତି, ତାହା ଆପଣ ମାନେ ଦେଖିଲେ ସୁନ୍ଦର ଭାବରେ ଜାଣିପାରିବେ। କାହା ମଧ୍ୟରେ ଭେଦଭାବ ନାହିଁ, କାହା ମଧ୍ୟରେ ରାଗରୁଷା ନାହିଁ। ଇଏ ପୀଠକୁ ଯିଏ ଆସୁଛି ବାବା ବିଶ୍ୱନାଥଙ୍କ ପୀଠକୁ ସମସ୍ତେ ଭାବ ବିହଳ ଅବସ୍ଥାରେ କାମ କରୁଛନ୍ତି। କହିଲେ ତ ଅନେକ କଥା କହିବାର ଅଛି। ଦେଖନ୍ତୁ, ଯାହା ଆମେ ତ ଜନ୍ମ ହେଇନଥିଲୁ, ଯାହା ଆମେ ଜେଜେବାପାଙ୍କ ଠାରୁ ଶୁଣିଛୁ, ଆମ ପୂର୍ବପୁରୁଷ ମାନଙ୍କ ପାଖରୁ ଶୁଣିଛୁ, ଏ ଜାଗା ଥିଲା ଗୋଟେ ନିହାତି ଜଙ୍ଗଲ ସଦୃଶ୍ୟ। ଏଇ ଜଙ୍ଗଲରେ ବାଘ ଭାଲୁ ମଧ୍ୟ ବି ରହନ୍ତି। ଏ ଗାଁ ଯେତେବେଳେ ସ୍ଥାପନା ହେଲା, ଏ ଅଞ୍ଚଳକୁ ଏ ଆଖପାଖକୁ ଆସିବା ପାଇଁ ମଧ୍ୟ ବି ଗାଁର ଲୋକ ସେତେବେଳେ ଭୟ କରନ୍ତି। କିନ୍ତୁ ଗାଁର ଜଣେ ଗାଈ ରଖିଥାଏ। ଏ ଜଙ୍ଗଲ ମଝିରେ ଗୋଟେ ଗାଈ ଆସି କ୍ଷୀର ଦେଇକି ଯାଏ। ତାର ଘରକୁ ଗାଈ ଗଲେ ସେ ଗାଈ ଯେତେବେଳେ ଦୁହିବାକୁ ଚେଷ୍ଟା କରେ, ତା ଗାଈଠୁ କ୍ଷୀର ଆସେନି। ତେଣୁ ସେ ଆଶ୍ଚର୍ଯ୍ୟ ହୁଏ। ଏମିତି ଦିନେ ଦିନେ ଛପି ଛପିକିନି ଯାଇ ଦେଖିଲା ଗାଈ କୁଆଡେ ଯାଉଛି। ଗାଈ ଦିନ ଯାକ ଚରିଲା, ସନ୍ଧ୍ୟା ବେଳକୁ ଯେତେବେଳେ ଜଙ୍ଗଲ ଭିତରକୁ ଆସିଲା, ସେ ଛପି ଛପି ନିଜର ଜୀବନକୁ ପ୍ରାଣ ଛଡେଇ ଏ ଜଙ୍ଗଲ ଭିତରେ ପଶିକି ଗାଈ ପଛେ ପଛେ ଆସିଲା। ଗାଈ ଦେଖିଲା ବେଳକୁ ଦିପଟ ଗୋଡ, ଦିପଟ ଖୋରା, ଦିପଟୁ କରି ମଝିରୁ ତାର ପନାରୁ କ୍ଷୀର ଝରୁଛି। ଇଏ ଦେଖିକିରି ଆଶ୍ଚର୍ଯ୍ୟ ହେଇଗଲା ଏବଂ ସେ ଜାଗାରେ ମଧ୍ୟ ବି ବିହୋଶ ହେଇଗଲା। ତାପରେ ତାର ପୁନର୍ବାର ଯେତେବେଳେ ଚେତା ଆସିଲା, ସେ ଜାଗାରେ ମଧ୍ୟ ବି ଗାଈ ଅଛି। ତାପରେ ସେ ଜାଗାକୁ ଆସିକି ସେ ଦେଖିଲା ଗାଈ ତା ବାଟରେ ଚାଲିଗଲା। ଯେମିତି ସଞ୍ଜ ନଈ ଆସିଲା, ଗାଈ ଚାଲିଗଲା। ସେ ଜାଗାକୁ ଆସିକି ଦେଖିଲା ବେଳକୁ ସୁନ୍ଦର ଭାବରେ ଏକ ଯାହାକୁ ଆମେ କହୁଛି ଶିବଲିଙ୍ଗର ଦର୍ଶନ ତାକୁ ପ୍ରଥମ ଭାବରେ ସେ ଦୁର୍ଲଭ ବ୍ୟକ୍ତି, ସେ ଭାଗ୍ୟବାନ ବ୍ୟକ୍ତି ତାକୁ ଦର୍ଶନ କରିଥିଲେ। ତାପରେ ଗାଁରେ ଚହଳ ପଡିଲା, ଗାଁରେ ଆଲୋଚନା ହେଲା, ଏ ଜାଗାକୁ ସଫାସୁତୁରାର କାର୍ଯ୍ୟକ୍ରମ ଆରମ୍ଭ ହେଲା ଏବଂ ଗୋଟେ ମନ୍ଦିର କରିବା ପାଇଁ, ନିର୍ମାଣ କରିବା ପାଇଁ ମନ୍ଦିର ଆଲୋଚନା ହେଲା। କିନ୍ତୁ ବଡ ସମୟର ବିଳମ୍ବନା, ଠାକୁରଙ୍କର ଇଚ୍ଛା ନଥିଲା ମନ୍ଦିର ହବା ପାଇଁ। ସେତେବେଳେ ଚାଳ ଘରରେ ବାଉଁଶ ପୋତିକିରି ଚାଳ ଛପର, ବରଡା ଛପର କରିକିରି ଏ ଜାଗାରେ ମନ୍ଦିର ସ୍ଥାପନ ହେଲା। ଠାକୁର ପୂଜା ପାଉଥିଲେ। ଏବେ ଅନେକ ଦିନ ହେଲାଣି ସେଇ ଠାକୁରଙ୍କର ଯେବେ ଇଚ୍ଛା ହେଲା ମନ୍ଦିରରେ ରହିବା ପାଇଁ, ଠାକୁରଙ୍କର ନିର୍ଦ୍ଦେଶରେ, ଠାକୁରଙ୍କର ଆଶୀର୍ବାଦରେ ମନ୍ଦିର ସ୍ଥାପନା କରାଗଲା। ଆଜି ସେଇ ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏ କାର୍ଯ୍ୟକ୍ରମ ଚାଲିଛି। ବାବାଙ୍କର ଆଶୀର୍ବାଦ ଅଛି, ବାବାଙ୍କ ଉପରେ ଭକ୍ତ ମାନଙ୍କର ବିଶ୍ୱାସ ଅଛି। ଆଗାମୀ ଦିନକୁ ଆହୁରି ମଧ୍ୟ ଏ ପର୍ବ, ଏ ଯଜ୍ଞ, ଏ ଅନୁଷ୍ଠାନ ତୀବ୍ରତର ହବ, ଆଗକୁ ବଢିବ। ଏ ଅଞ୍ଚଳ ଖାଲିର ସାରା ଓଡିଶାରୁ ଭକ୍ତ ଆସିବେ। ଏ ଜାଗା ଏକ ପ୍ରସିଦ୍ଧ ଜାଗାରେ ପ୍ରମାଣିତ ହେବ ବୋଲି ଆମେ ଆଶା କରୁଛୁ, ପ୍ରଭୁଙ୍କ ପାଖରେ ବିଶ୍ୱାସ ରଖିଛୁ।